ସରିଲା ଇଲେକ୍ସନ୍ ଡ୍ୟୁଟି, ଚିନ୍ତାରେ ଲେଡିଜ୍ ପ୍ରିଜାଇଡିଂ ଅଫିସର ଏବଂ ପୋଲିଂ ଅଫିସର। ভিডিওটিକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ, ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ରାତି ପାଇଲେ ଭୋଟ ଗଣତି। ରାଜା ହୋଇ ଶାସନଗାଦି ମାଡ଼ି ବସିବାର ସଜବାଜ ହେଲେଣି ରାଜନୈତିକ ନେତାମାନେ। ସମସ୍ତଙ୍କ ମନ ବର୍ତ୍ତମାନ ଆଶା ଓ ଆଶଙ୍କା ମଧ୍ୟ ଦେଇ ଗତି କରୁଛି। ଏକ୍ଜିଟ୍ ପୋଲ୍ ଯାହା ସପୋର୍ଟରେ ଅଛି ସିଏ ଭାବୁଛି କି ଏକ୍ଜିଟ୍ ପୋଲ୍ କେମିତି ଏକ୍ଜାକ୍ଟ ପୋଲ୍ ହୋଇଯାଆନ୍ତା କି, ଆଉ ଯାହା ସପୋର୍ଟରେ ନାହିଁ ସେମାନେ ଏକ୍ଜିଟ୍ ପୋଲ୍କୁ ସମ୍ପୂର୍ଣ୍ଣ ଫଲ୍ସ ବୋଲି ଭାବୁଛନ୍ତି। ସେ ତ ଗଲା ପଲିଟିକାଲ ମ୍ୟାଟର। ଏବେ ଆସିବା ପୋଲିଂ ଡ୍ୟୁଟିରେ ଥିବା ଏମ୍ପ୍ଲୟିମାନଙ୍କର ସୁଖ ଦୁଃଖର କଥାକୁ। ପୋଲିଂ ସରିଯିବା ସହିତ ଅନେକ ଅଭିଜ୍ଞତାକୁ ସାଉଁଟିବାକୁ ପଡ଼ିଛି ସେମାନଙ୍କୁ। ଅଭିଜ୍ଞତା ଭିତରେ ସୁଖର ଅଭିଜ୍ଞତା ଯେତିକି ଯିଏ ପାଇଛନ୍ତି ତାଠାରୁ ଦୁଃଖର ଅଭିଜ୍ଞତା ବଳି ପଡ଼ିଛି। 50 ଘଣ୍ଟା ୱିଦାଉଟ୍ ରେଷ୍ଟରେ ୱିଦାଉଟ୍ ରିଲିଭରରେ କାମ କରାଇ ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ ଧରାଇ ଦେଲା 500 ଟଙ୍କା। ସରିଗଲା ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆର ଡ୍ୟୁଟି। କିନ୍ତୁ ଏମିତି କୌଣସି ଏମ୍ପ୍ଲୟି ନଥିବେ ଯିଏକି ଲେବର ଭଳି ବାକ୍ସ ହେଉ କିମ୍ବା ବିୟୁ ଓ ସିୟୁର ବା ଭିଭିପ୍ୟାଟ୍ର ପକେଟ୍ ଯାହାକୁ କାନ୍ଧରେ, ମୁଣ୍ଡରେ କିମ୍ବା ପିଠିରେ ନ ପକାଇଥିବ। କେତେକ ଜିଲ୍ଲା P1ରେ ପୋଲିଂ ହୋଇଥିବା ସ୍ଥଳେ କେତେକ ଜିଲ୍ଲାରେ P2ରେ ପୋଲିଂ ହୋଇଥିଲା। P1 ଅର୍ଥାତ୍ ପ୍ରିଭିୟସ୍ ଡେ 1, P2 ପ୍ରିଭିୟସ୍ ଡେ 2। ପ୍ରକୃତରେ ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ ତରଫରୁ ସେମିତି କୌଣସି ଷ୍ଟ୍ରିକ୍ଟଲି ଅର୍ଡ଼ର ନଥିଲା କି P2 ବଦଳରେ P1 କରିବା ପାଇଁ, କିନ୍ତୁ ଅନେକ ଏହାକୁ ମନମୁଖୀ ଭାବେ ଲାଗୁ କରାଇଦେଲେ। ଯେହେତୁ ନ୍ୟାସନାଲ୍ ୱାର୍କ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହିସାବରେ ତ କରିବାକୁ ପଡ଼ିବ, ସେହି ହିସାବରେ କାର୍ଯ୍ୟ ହେଲା ସତ, କିନ୍ତୁ କି କଷ୍ଟରେ ଯେଉଁମାନେ P1ରେ କାର୍ଯ୍ୟ କରିଛନ୍ତି ସେମାନେ ଜାଣିଛନ୍ତି କିପରି କେଉଁ ସମସ୍ୟା ଭିତରେ 50 ଘଣ୍ଟାକୁ ମ୍ୟାନେଜମେଣ୍ଟ କରାଯାଇଛି। ଘୋଡ଼ାପିଠିରେ ଚାବୁକ ମାରି ଦୌଡ଼େଇବାର କାର୍ଯ୍ୟ ହେଲା ପରି ସମସ୍ତ କାର୍ଯ୍ୟ କରିବାକୁ ପଡ଼ିଲା। ଇଲେକ୍ସନର କାର୍ଯ୍ୟ ପ୍ରାୟ ସିସିଟିଭି ନିରୀକ୍ଷଣରେ କରାଯାଇଛି। ବିଶେଷ କରି ସଖୀ ବା ପିଙ୍କ ବୁଥ୍ଗୁଡ଼ିକର ସିସିଟିଭି ନିରୀକ୍ଷଣରେ ରଖାଯାଇ ୱେବକାଷ୍ଟିଂ କରାଯାଉଥିଲା, ଯେପରିକି ବୁଥ୍ଗୁଡ଼ିକରେ ଘଟୁଥିବା ପ୍ରତ୍ୟେକ ଗତିବିଧି ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ ନିକଟରେ ପହଞ୍ଚିପାରିବ। ଇଲେକ୍ସନ୍ ମେଟେରିଆଲ୍ସ ବୁଥ୍ରେ ପହଞ୍ଚିବା ପୂର୍ବରୁ ପୋଲିଂ ସରି ପୋଲିଂ ପାର୍ଟିମାନଙ୍କର ଆଫ୍ଟର ପୋଲିଂର ସମସ୍ତ ପେପର ୱାର୍କସ୍ ଓ ମେସିନ୍ ସିଲ୍ ଡେସ୍ପାଚ୍ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରେକର୍ଡିଂ ହୋଇ ରହୁଥିଲା। ଦେଖାଯାଇଛି କି ଅନେକ ବୁଥ୍ରେ ଥିବା ଏମ୍ପ୍ଲୟିମାନେ, ବିଶେଷ କରି ଲେଡିଜ୍ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନେ ଏହାକୁ ମନ ମଧ୍ୟରେ ରଖିପାରିଲେନି ତାଙ୍କର ପ୍ରତ୍ୟେକ ଗତିବିଧି ବୁଥ୍ର ରୁମ୍ ଭିତରୁ କ୍ୟାମେରାରେ କଏଦ ହେଉଛି ବୋଲି। ସେହି ରୁମ୍ ମଧ୍ୟରେ ସେମାନେ ଡ୍ରେସ୍ ଚେଞ୍ଜ କରିବାଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ଯାହାକି ବ୍ୟକ୍ତିଗତ ତାହାକୁ ମଧ୍ୟ କରିଛନ୍ତି, ଯାହାଦ୍ୱାରା ନିଜର ପ୍ରାଇଭେସିକୁ ନିଜେ ନଷ୍ଟ କରିଛନ୍ତି। ଏବେ ସେହି କଥାକୁ ଅନେକ ମନେ ପକାଇ ବହୁତ ଚିନ୍ତିତ। ତେଣୁ ସେଥିପ୍ରତି ପୂର୍ବରୁ ଟିକେ ଧ୍ୟାନ ଦେଇଥିଲେ ବର୍ତ୍ତମାନ ଚିନ୍ତିତ ହେବାକୁ ପଡ଼ିନଥାନ୍ତା। ସେ ଯାହା ହେଉ, ସେ ସମୟ ତ ଅତୀତ ହୋଇସାରିଛି। ତାକୁ ମନେ ପକାଇ ଚିନ୍ତିତ ହେବା ଅପେକ୍ଷା ଭବିଷ୍ୟତ ପାଇଁ ସତର୍କ ନିହାତି ଜରୁରୀ। ଏହିପରି ଅପ୍ ଟୁ ଡେଟ୍ ମେସେଜ୍ ପାଇବା ପାଇଁ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ, ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।